କୁହନ୍ତୁ କେଉଁଥିପାଇଁ ଆସିଛନ୍ତି? ए आंठू पूरा 10-15 वर्ष हम पीड़ा होची किछि जमा भल होनी दीटा जाक आंठू आउ ना उठी पारुची ହୁଁ बसी पारुची देह हाथ मुंड सब फुली जाउची बहुत असुविधा अच्छु आउ करज भी बहुत अच्छी। देखନ୍ତୁ ମୁନିଆ ଦେବୀ, ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହୁନାହିଁ, ଗୃହରେ ମଧ୍ୟ ସୁଖ ଶାନ୍ତି ରହୁନାହିଁ ତଥା ଘରେ ଖରାପ ଶକ୍ତି ଥିବାର ମଧ୍ୟ ଆଭାସ ହେଉଛି। ଆପଣଙ୍କ ଗୃହରେ ବିଗତ 19 ବର୍ଷ ଧରି ତନ୍ତ୍ରକ୍ରିୟା 19 ବର୍ଷ ଧରି ଏବେକାର ତନ୍ତ୍ର ନୁହେଁ, हाँ 19 ବର୍ଷ ହେଲା आज्ञा गुरुजी। ତନ୍ତ୍ରକ୍ରିୟା କରାଯାଉଛି, ଧନ ରହିପାରୁନାହିଁ। हाँ ଆପଣଙ୍କର ଋଣ ବଢି ବଢି ଚାଲୁଛି, ଆପଣଙ୍କର ଅଣ୍ଟାରେ, ପିଠିରେ, ପାଦରେ ଏବଂ ମସ୍ତିଷ୍କରେ ମଧ୍ୟ ପ୍ରବଳ ଯନ୍ତ୍ରଣା ହେଉଛି, ରୋଗ हाँ କ୍ରିୟା ଯୋଗୁଁ ଏସବୁ ହେଉଛି। आज्ञा गुरुजी। ଠିକ ଅଛି, हाँ ନିଦ ମଧ୍ୟ ବରାବର ହେଉନାହିଁ। हाँ जमा ଘର ଉପରେ आसुनी। ପ୍ରେତର ଛାଇ ଅଛି, ଯାହା ଫଳରେ ସେ ଆପଣଙ୍କର ସବୁ ଅନିଷ୍ଟ କରୁଛି। ବର୍ତ୍ତମାନ ଡାହାଣୀ ହେଇସାରିଛି ଏବଂ ଆପଣଙ୍କ ଗୃହରେ ସବୁ ଅନିଷ୍ଟ ସେ ହିଁ आज्ञा କରୁଛି, ସବୁ गुरुजी। ହଇରାଣ ସିଏ କରୁଛି। ତଥା ଆପଣଙ୍କର ସମସ୍ତ ପିତୃପୁରୁଷ ପ୍ରେତ ଯୋନିକୁ ପ୍ରାପ୍ତ ହୋଇସାରିଛନ୍ତି। आज्ञा ଆପଣଙ୍କର गुरुजी। ସ୍ୱାମୀ ମଦ ପିଅନ୍ତି, मदरे मुह ବହୁତ दउचंती ଅଧିକ गुरुजी। ମଦ ପିଉଛନ୍ତି। ଏହା ମଧ୍ୟ ଗୋଟିଏ କାରଣ, ଯାହା ଫଳରେ କରଜ ବଢି ବଢି ଚାଲିଛି, ଋଣ ବଢି ବଢି ଚାଲିଛି ଆପଣଙ୍କର। ମୁଁ କିଛି हाँ ଭୁଲ ठीक କହୁଛି? कथा ठीक कहउचंती आपण बहुत करज हेजी गुरुजी आमे बहुत हैरान ଚିନ୍ତା होचु। କରନ୍ତୁ ନାହିଁ, ସବୁ ଠିକ ହେଇଯିବ। ଠିକ ଅଛି, ଏଇଠି ଲେଖିଦେଇଛି।